हेलो फ्रेंड नमस्कार ओडिशा स्टोरी यूट्यूब चैनल को स्वागत करुच्ची। तो पिलामाने मयूरभंज डिस्ट्रिक्ट रो होमगार्ड लिखित परीक्षा पाखि आसलानी आ अल्प दिन रही आपण मैंने यदि प्रथम थर चैनल को आसते तेज चैनल को सब्सक्राइब करने। तो आम यही भिडियो आज रथ यात्रा विषय आलोचना करवा। तो पिलामाने रचना 20 मार्क रही तो से भलसे लिखार अच्छी जमीक कि पास मार्क रीडियोटी स्किप न कर संपूर्ण देखु। तो प्रथम लिखे उपक्रम ओडिशा रे 12 मासरे 13 पर्व पालित हुए। ସେହି ପର୍ବମାନଙ୍କ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ଏହି ପର୍ବ ଆଷାଢ଼ ଶୁକ୍ଳ ତୃତୀୟା ଦିନ ପାଳନ କରାଯାଏ। ଏହି ଦିନକୁ ଲୋକମାନେ ଶ୍ରୀଗୁଣ୍ଡିଚା ବୋଲି କୁହନ୍ତି। ଏହି ପର୍ବ 9 ଦିନ ଧରି ପାଳନ କରାଯାଏ। ତ ପିଲାମାନେ ପ୍ରଥମ ଥର ଯଦି ଆପଣ ଚ୍ୟାନେଲକୁ ଆସିଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରିନେବେ। ତାପରେ ଲେଖିବେ କିପରି ପାଳିତ ହୁଏ। ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିକୁ ଗୁଣ୍ଡିଚା କୁହାଯାଏ। ଏହି ଦିନ ଠାକୁରଙ୍କ ସେବକମାନେ ନୂଆ ପାଟ ମଠା ପିନ୍ଧି ମନ୍ଦିରକୁ ଆସନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିୟମିତ କାର୍ଯ୍ୟ ବେଳାବେଳି ଶେଷ କରନ୍ତି। ଠାକୁରଙ୍କ କାର୍ଯ୍ୟ ଶେଷ ହେଲା ପରେ ଆରମ୍ଭ ହୁଏ ମହାଯାତ୍ରା ପହଣ୍ଡି ବିଜେ। ସେବକମାନେ ଠାକୁରଙ୍କୁ ପହଣ୍ଡି କରି ବଡ଼ ଦେଉଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଆଣନ୍ତି। ସେତେବେଳେ ଘଣ୍ଟ ଘଣ୍ଟା ଝାଞ୍ଜ ଓ ମୃଦଙ୍ଗ ଶବ୍ଦରେ ଆକାଶ କମ୍ପି ଉଠେ। ଏହା ସହିତ ଲକ୍ଷ ଲକ୍ଷ ଭକ୍ତମାନଙ୍କ ହରିବୋଲ ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନିରେ ବଡ଼ଦାଣ୍ଡ ଉଛୁଳି ଉଠେ। ପହଣ୍ଡି ବିଜେ ଶେଷରେ ଠାକୁର ବଡ଼ଦାଣ୍ଡରେ ଥିବା ରଥରେ ବସନ୍ତି। ପ୍ରଥମେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ତାପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ଏହିପରି ତିନି ଠାକୁରଙ୍କୁ ପହଣ୍ଡି କରି ରଥରେ ବିଜେ କରାନ୍ତି। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ, ସୁଭଦ୍ରାଙ୍କ ରଥର ନାମ ଦେବଦଳନ ଓ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ରଥ ତିନୋଟି ଏହିପରି ଆଗପଛ ହୋଇ ବଡ଼ଦାଣ୍ଡରେ ରହିଥାନ୍ତି। ରଥ ତିନୋଟି ବିଭିନ୍ନ ରଙ୍ଗୀନ କପଡ଼ାରେ ସଜ୍ଜିତ ହୋଇଥାଏ। ଲକ୍ଷ ଲକ୍ଷ ଭକ୍ତମାନଙ୍କ ମଝିରେ ରଥ ତିନୋଟିର ସୁନ୍ଦର ଦୃଶ୍ୟ ଅତୀବ ମନୋହର। ଠାକୁର ରାଜା ପାଲିଙ୍କିରେ ବସି ରଥ ନିକଟକୁ ଆସନ୍ତି। ସେ ସୁନା ଖଡ଼ିକାରେ ଛେରା ପହଁରା କରି ସାରିବା ପରେ ରଥଟଣା ଆରମ୍ଭ ହୁଏ। ଭକ୍ତମାନେ ଆନନ୍ଦିତ ହୋଇ ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନିଅନ୍ତି। ଠାକୁର ଗୁଣ୍ଡିଚା ମନ୍ଦିରରେ 9 ଦିନ ରୁହନ୍ତି। ସେଠାରେ ମଧ୍ୟ ଠାକୁରଙ୍କ ପୂଜା ଅର୍ଚ୍ଚନା ଠିକ୍ ମତେ ଚାଲେ। 9 ଦିନ ସେଠାରେ ରହିବା ପରେ ଦଶମୀ ଦିନ ତିନି ଠାକୁର ଶ୍ରୀମନ୍ଦିରକୁ ଆସନ୍ତି। ଫେରିବା ବାଟରେ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଆନ୍ତି। ଏହାକୁ ବାହୁଡ଼ା ଦଶମୀ କୁହାଯାଏ। ଶ୍ରୀଗୁଣ୍ଡିଚା ପରେ ବାହୁଡ଼ା ଦଶମୀ ଦିନ ପୁରୀରେ ଲକ୍ଷ ଲକ୍ଷ ଦେଶ ବିଦେଶର ଭକ୍ତ ଓ ଯାତ୍ରୀମାନଙ୍କର ଭିଡ଼ ହୁଏ। ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ସରକାରୀ ଓ ବେସରକାରୀ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥାଏ। ପୋଲିସ କର୍ମଚାରୀମାନେ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ଥାନ୍ତି। ତ ପିଲାମାନେ ଭିଡ଼ିଓଟି ସ୍କିପ୍ ନ କରି ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଭଲ ଭାବେ ବୁଝନ୍ତୁ। ଠିକ୍ ବୁଝିଲେ ଯାଇ ଏକ୍ଜାମ୍ ଠିକ୍ ସେ ଲେଖିପାରିବେ, ନ ବୁଝିଲେ କିଛି ଲେଖିପାରିବେ ନାହିଁ। ପଢ଼ିବା ସହିତ ଠିକ୍ ସେ ବୁଝନ୍ତୁ। ହଇଜା ଓ ଝାଡ଼ାବାନ୍ତି ଇତ୍ୟାଦି ସଂକ୍ରାମକ ରୋଗ ଓ ଅନ୍ୟାନ୍ୟ ଦୁର୍ଘଟଣାରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରିଥାନ୍ତି। ଏହା ବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଯାତ୍ରୀମାନଙ୍କ ସମସ୍ତ ସୁବିଧା ନିମନ୍ତେ ବିଭିନ୍ନ ସେବା କାର୍ଯ୍ୟ କରିଥାନ୍ତି। ଏହି ଯାତ୍ରାର ଧାରାବିବରଣୀ ରେଡ଼ିଓ ଓ ଦୂରଦର୍ଶନ ମାଧ୍ୟମରେ ପ୍ରଚାର କରାଯାଇଥାଏ। ଏହିପରି ଭାବରେ ରଥଯାତ୍ରା ପ୍ରତିବର୍ଷ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯାଇଥାଏ। ତ ପିଲାମାନେ ଲାଷ୍ଟ ଲେଖିବେ ଶେଷ କଥା। ରଥଯାତ୍ରା ବର୍ତ୍ତମାନ ପୃଥିବୀର ଚାରିଆଡ଼େ ପାଳନ କରାଯାଉଛି। ସେଥିମଧ୍ୟରୁ ପୁରୀ ରଥଯାତ୍ରା ଅନ୍ୟତମ। ପୁରୀ ମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦେଖିବା ପାଇଁ ହରିଜନ, ମୁସଲମାନ ଓ ଖ୍ରୀଷ୍ଟିଆନ ମାନଙ୍କୁ ବାରଣ ଥିଲା। ସେମାନେ ବର୍ଷରେ ଥରେ ଜଗନ୍ନାଥଙ୍କୁ ଦେଖିବା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ରଥଯାତ୍ରା ଆରମ୍ଭ କରିଥିଲେ। ଜଗନ୍ନାଥ ହେଉଛନ୍ତି ସମସ୍ତ ଦୁଃଖ ଓ ପାପନାଶକାରୀ ଦେବତା। ଜଗନ୍ନାଥଙ୍କୁ ଥରେ ଦେଖିବା ମାତ୍ରେ ମନରୁ ସମସ୍ତ ଦୁଃଖ, ପାପ ଓ କଳୁଷ ଦୂର ହୋଇଯାଏ। ସେଥିପାଇଁ ରଥଯାତ୍ରା ଦିନ ଜାତି ବର୍ଣ୍ଣ ନିର୍ବିଶେଷରେ ଲକ୍ଷ ଲକ୍ଷ ଲୋକ ପୁରୀକୁ ଆସନ୍ତି। ରଥରେ ଜଗନ୍ନାଥଙ୍କୁ ଦର୍ଶନ କରି ଅପାର ଆନନ୍ଦ ପାଆନ୍ତି। ରଥଯାତ୍ରାର ଆନନ୍ଦକୁ ଭୁଲି ନ ପାରି ପ୍ରତିବର୍ଷ ଲୋକମାନେ ଏଠାକୁ ଆସନ୍ତି। ତ ପିଲାମାନେ ଭିଡ଼ିଓଟି ଆପଣଙ୍କ ସାଙ୍ଗମାନଙ୍କ ପାଖକୁ ପଠାଇ ଦିଅନ୍ତୁ, ଯେଉଁମାନେ କି ଏକ୍ଜାମ୍ ପାଇଁ ପ୍ରିପେୟାର ହେଉଥିବେ।
ତ ଆଜିର ଭିଡ଼ିଓକୁ ଏଇଠି ରଖୁଛୁ, ପୁଣି ଆଲୋଚନା କରିବା ନୂଆ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।